ଚଳିତ 2025 ମସିହାରେ ଦ୍ୱାଦଶ ରାଶିଚକ୍ରରେ ଘଟିବାକୁ ଯାଉଛି ବିରାଟ ମହାଜାଗତିକ ପରିବର୍ତ୍ତନ। ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି ଏବଂ ରାହୁ ଓ କେତୁ 9ଟି ଯାକ ମହାଗ୍ରହ ରାଶି ପରିବର୍ତ୍ତନ କରୁଥିବା ବେଳେ ଏହି ବିଲକ୍ଷଣ ମହାଜାଗତିକ ପ୍ରକ୍ରିୟାର ପ୍ରଭାବ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଉପରେ ପଡ଼ିବାକୁ ଯାଉଛି। ସ୍ଥାବର ଜଙ୍ଗମ କୀଟପତଙ୍ଗଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତ ପ୍ରାଣୀଜଗତ ଏହି ଗ୍ରହଚଳନ ଦ୍ୱାରା ଭୟଙ୍କର ଭାବେ ପ୍ରଭାବିତ ହେବେ। ଜୟ ଜଗନ୍ନାଥ। ନମସ୍କାର। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2025 ମସିହାରେ ରାଶିଚକ୍ରରେ ଭ୍ରମଣ କରୁଥିବା 9ଟି ଯାକ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ସହିତ ଚଳିତ 2025 ମସିହାରେ ଘଟିବ 2ଟି ସୂର୍ଯ୍ୟ ଉପରାଗ ବା ସୂର୍ଯ୍ୟ ଗ୍ରହଣ ଏବଂ ତା ସହିତ 2ଟି ଚନ୍ଦ୍ରଗ୍ରହଣ ମଧ୍ୟ। ବଡ଼ ବିଚିତ୍ର ଓ ଭୟଙ୍କର ପ୍ରଭାବ ପକାଇବାକୁ ଥିବା ଏହି ଜ୍ୟୋତିଷୀୟ ଘଟଣାକ୍ରମରେ ପ୍ରଥମେ ଶନି ମହାଗ୍ରହ ମାର୍ଚ୍ଚ ମାସ 29 ତାରିଖ ଦିନ ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶିରୁ ବାହାରି ଗୋଚରରେ ମୀନ ରାଶିରେ ପ୍ରବେଶ କରିବେ। ଏଥିସହିତ ମକର ରାଶିରୁ ଶନି ସପ୍ତାହ ଶେଷ ହୋଇ ମେଷ ରାଶି ପାଇଁ ଶନି ସପ୍ତାହର ପ୍ରଥମ ଚରଣ ଆରମ୍ଭ ହୋଇଯିବ। ଏଥିସହିତ କୁମ୍ଭ ଓ ମୀନ ରାଶି ପାଇଁ ଶନି ସପ୍ତାହ ପୂର୍ବ ଭଳି ଚାଲୁ ରହିବ। ଗ୍ରହ ଜଗତରେ ଶନି ମହାଗ୍ରହଙ୍କୁ ଏକ କ୍ରୂର ଓ ଭୟାନକ ଗ୍ରହ ରୂପେ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବିବେଚନା କରାଯାଇଥାଏ। ଶନି ଗୋଟିଏ ରାଶିରେ ପ୍ରାୟ 2.5 ବର୍ଷ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବାରୁ ଶନିଙ୍କର ଏହି ଅବସ୍ଥିତି ବଡ଼ କଷ୍ଟଦାୟକ ହୋଇଥାଏ ତଥା ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହ ଜଗତରେ କେବଳ ଶନିଙ୍କୁ ମାରକ କ୍ଷମତା ପ୍ରଦାନ କରାଯାଇଥିବାରୁ ଶନି ଏହି ସମୟରେ ମଣିଷ ଜୀବନରେ ବଡ଼ ବିପର୍ଯ୍ୟୟ ଘଟାଇଥାନ୍ତି। ଏହା ସହିତ ଜାତକରେ ଚନ୍ଦ୍ରସ୍ଥିତ ରାଶିଠାରୁ ଶନିଙ୍କର ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ଅବସ୍ଥିତିକୁ ଶନି କଣ୍ଟକ ନାମରେ ନାମିତ କରାଯାଇଛି। ତେଣୁ ମାର୍ଚ୍ଚ 29 ତାରିଖ ପରେ ଶନି ମୀନ ରାଶିରେ ଅବସ୍ଥାନ କଲେ ଧନୁରାଶି ପାଇଁ ଚତୁର୍ଥ ଓ ସିଂହ ରାଶି ପାଇଁ ଅଷ୍ଟମ ଶନି ହୋଇ ଶନି କଣ୍ଟକ ଯୋଗ ପ୍ରଦାନ କରିବାକୁ ଯାଉଛନ୍ତି। ଚତୁର୍ଥ ଭାବସ୍ଥ ଶନି ଶରୀରର ଅସୁସ୍ଥତାକୁ ସୂଚାଉଥିବାରୁ ମୀନ ରାଶିସ୍ଥ ଶନି ଧନୁରାଶି ବ୍ୟକ୍ତିବିଶେଷଙ୍କୁ ଚତୁର୍ଥ ଶନି ହୋଇଥିବାରୁ ଏହି ସମୟରେ ଧନୁରାଶି ଜାତ ବ୍ୟକ୍ତିବିଶେଷଙ୍କୁ ଶାରୀରିକ ଅସୁସ୍ଥତା ସାମନା କରିବାକୁ ପଡ଼ିପାରେ। ସିଂହ ରାଶି ପାଇଁ ମୀନ ଭାବସ୍ଥ ଶନି ଅଷ୍ଟମ ସ୍ଥାନରେ ରହି ଦୁର୍ଘଟଣାର କାରକ ହେବାର ବହୁତ ସମ୍ଭାବନା। ଏଥିସହିତ ଦୁର୍ଘଟଣା ଘଟି ଅଙ୍ଗହାନି ବା ଗୋଡ଼ ଭାଙ୍ଗିଯିବାର ପୂର୍ଣ୍ଣ ସମ୍ଭାବନା ମଧ୍ୟ ରହୁଅଛି। ଏ ତ ଗଲା ଶନି ଚଳନର ପ୍ରାକ୍ କଥନ। ପରବର୍ତ୍ତୀ ଅଧ୍ୟାୟରେ ଜାଣିବା ଏହି ଶନି ଚଳନ ପ୍ରଭାବରେ କେଉଁ ରାଶି କ'ଣ ପ୍ରଭାବିତ ହେଉଛନ୍ତି ଏବଂ କେଉଁ ରାଶି କ'ଣ ଫଳ ଦେବାର ବିଶେଷ ସମ୍ଭାବନା ଅଛି। ଏହାପରେ ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସହିତ ବିସ୍ମୟକର ଗ୍ରହ ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ଏବଂ ଏହିସବୁ ଗ୍ରହମାନଙ୍କର ରାଶି ପରିବର୍ତ୍ତନରେ ଦ୍ୱାଦଶ ରାଶିଚକ୍ର ଉପରେ କ'ଣ ସବୁ ପ୍ରଭାବ ପଡ଼ିବାକୁ ଯାଉଛି ଏବଂ କେଉଁ ରାଶି କ'ଣ ସବୁ ଫଳ ପ୍ରଦାନ କରିବାକୁ ଯାଉଛନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।